ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଆଜ୍ଞା ମୁଁ ସବୁବେଳେ ପଚାରୁଛି କେମିତି ଅଛନ୍ତି ଆପଣମାନେ? ସବୁବେଳେ ଅନ୍ୟର ଚିନ୍ତା କରୁଛି, ନିଜ ଚିନ୍ତା କମ୍ କରୁଛି। ଦୁନିଆରେ ଏମିତି ଆଜ୍ଞା ବହୁତ ଲୋକ ଅଛନ୍ତି, ସବୁବେଳେ ଅନ୍ୟର ଚିନ୍ତା କରନ୍ତି, ନିଜର ଭୁଲ ସବୁ ଭୁଲିଯାଆନ୍ତି। ଆଉ ପ୍ରକୃତ କଥା ହେଉଛି ଆମେ ବାହାର ଲୋକଙ୍କୁ ଦେଖିକି ଚିକଣ ଚାକଣ ଦେଖିଦେଇ କହିଦେଉ ହଁ ଇଏ ଲୋକଟା ଭଲ, ସିଏ ଲୋକଟା ଖରାପ। କିନ୍ତୁ ଆମେ ନିଜେ କ'ଣ ପିନ୍ଧୁଛୁ, ନିଜେ କ'ଣ ଖାଉଛୁ, ନିଜେ କ'ଣ କରୁଛୁ ତାକୁ ଆମେ କେବେ ବି ଦେଖୁନାହୁଁ। ସବୁବେଳେ ଅନ୍ୟର ଚିନ୍ତା ନା, ଦୁନିଆ ଏମିତି। ସେମିତି ଭିତରେ ବି ମୁଁ ବି ସେଇ ଭିତରେ ବି ଯାଏ, ମୁଁ କିଛି ଅଲଗା ନୁହଁ। କିନ୍ତୁ ଚେଷ୍ଟା କରୁଛି ନିଜକୁ ବଦଳାଇବା ପାଇଁ। ଚାଲନ୍ତୁ, ଯଦି ମୁଁ ସେ କଥା ଭାବିଲିଣି ତାହେଲେ ଚାଲନ୍ତୁ ଆପଣଙ୍କ ଆଗରେ ଗୋଟେ ଗପଟିଏ କହିବି। ଦିନେ ପୋଖରୀ କୂଳରେ ଗୋଟେ ଅଜା ଆଉ ନାତି ବସିଥିଲେ। ଅଜା ବହୁତ ପୁରୁଣା, ବହୁତ ଭାବନାଶାଳୀ ଲୋକ, ବହୁତ ଜ୍ଞାନୀ ଲୋକ। ତ ତାଙ୍କ ଆଗରେ ସବୁବେଳେ ନାତି ଆସେ, ଗପେ, ଇଆଡ଼ୁ ସିଆଡ଼ୁ ଗପେ, ସବୁ କଥା କହେ। ଦିନେ ଏମିତି ବସୁ ବସୁ କହିଲା ପୋଖରୀ କୂଳରେ କି ଜେଜ ସବୁବେଳେ ଏମିତି ହେଉଛି, ସେମିତି ହେଉଛି, ଲାଇଫ୍ରେ ଇଏ ସୁଧୁରି ପାରୁନି, ସେ ସୁଧୁରି ପାରୁନି, ମୋ ପ୍ଲାଣ୍ଟରେ ଏମିତି, ମୋର ସେମିତି, ଦୁନିଆରେ ଇଏ କରୁଛି, ଇଏ ସେ କରୁଛି, ସମସ୍ତଙ୍କୁ କମ୍ପ୍ଲେନ୍ କରିବାକୁ ଲାଗିଲା। କିନ୍ତୁ ନିଜର କିଛି ବି କମ୍ପ୍ଲେନ୍ କଲାନି। ନିଜେ ସବୁଠାରୁ ଭଲ, ସରାଉଣ୍ଡିଂ ସବୁବେଳେ ଖରାପ, ସମସ୍ତଙ୍କ ନାଁରେ କମ୍ପ୍ଲେନ୍ କଲା। ସେ ଏମିତି ଚେଞ୍ଜ ହେଇଗଲେ ଏମିତି ହେଇଯାନ୍ତା, ସେ ଏମିତି କରିଦେଲେ ମୋତେ ଏମିତି ହେଇଯାନ୍ତା, କିନ୍ତୁ ନିଜର କେବେ ବି ଭୁଲ ବାଛେନି। ଜେଜେ ତାକୁ ହସିଦେଲେ ଆଉ କହିଲେ ତୁ ଏମିତି କ'ଣ ହେଉଛୁ, ସବୁ ଠିକ୍ ହେଇଯିବ, ତୁ ଖାଲି ନିଜକୁ ବଦଳାଇ ଦେ। ସେ ହସିଲା, ରାଗିଗଲା। ଜେଜେଙ୍କର ହସ ଦେଖି ରାଗିଗଲା। ତୁମେ ସବୁବେଳେ ଏମିତି କଥା ତ ସବୁବେଳେ ଉପଦେଶ ଦେଉଛ, ଜୀବନରେ ପ୍ରତ୍ୟେକ ଜିନିଷ ତୁମେ କେତେ କଷ୍ଟ ଜାଣିଛ? କେମିତି ଲୋକମାନେ କେମିତି ବିହେଭିଅର୍ କରୁଛନ୍ତି, କେମିତି ବଞ୍ଚୁଛନ୍ତି, କେମିତି ଆମକୁ କରୁଛନ୍ତି, ଟ୍ରିଟମେଣ୍ଟ କରୁଛନ୍ତି ଜାଣିଛ? ଜେଜ ଚୁପଚାପ ରହିଲେ ଏବଂ ସେଭିଂ କରୁଥିଲେ। ସେତେବେଳେ ଜଷ୍ଟ ସେଭିଂ ହେଉଥିଲେ। ସେ ସେଭିଂ ଭିତରୁ ଅନେଇ ଦେଇ ତା ମିରରଟାକୁ ଦେଖାଇ ଦେଲେ। ମିରରଟା ଆଗେ ଦେଖିକି କହିଲେ ୟା ରଙ୍ଗ କ'ଣ? ଇଏ ହସୁଛି, କାନ୍ଦୁଛି ନା କ'ଣ କରୁଛି? ସେ କହିଲେ ଇଏ ତ କିଛି କରେନି, ୟାର ତ ରଙ୍ଗ କିଛି ନାହିଁ। ଆରେ ବାଃ, ୟା ରଙ୍ଗ କିଛି ନାହିଁ, କିନ୍ତୁ ତୁ ଆକୁ ଦେଖିବାକୁ ସବୁବେଳେ ପସନ୍ଦ କରୁଛୁ। ତ ଆ ଭିତରେ ଠିଆ ହେଇକି ନିଜ କେମିତି ଦେଖାଯାଉଛୁ, କ'ଣ କରୁଛୁ, କେମିତି ଅଛୁ, ସବୁ ଯେମିତି ଭାବୁଛୁ। ତୁ ଯେମିତି ହସୁ ସେ ସେମିତି ହସୁଛି। ତ ଏଥିରୁ ତୁ କ'ଣ ଶିଖୁଛୁ? ଆଇନା କେତେ ସ୍ୱଚ୍ଛ, ସେ ସ୍ୱଚ୍ଛ ଅଛି ବୋଲି ତୁ ସେଥିରେ ତାକୁ ଦେଖିବାକୁ ଚେଷ୍ଟା କରୁଛୁ, ବାରମ୍ବାର ସେଇଟାକୁ ପସନ୍ଦ କରୁଛୁ। ଯଦି ସେ ସ୍ୱଚ୍ଛ ନଥାନ୍ତା ତୁ କେବେ ବି ତାକୁ ଦେଖିନଥାନ୍ତୁ। ତ ସେ ସ୍ୱଚ୍ଛ ବୋଲି ତୁ ତା ଭିତରେ ନିଜକୁ ରଖିକି ଦେଖୁଛୁ ମୁଁ କେମିତି ହସିପାରେ, କେମିତି କାନ୍ଦିପାରେ, କେମିତି ବିହେଭିଅର୍ କରିପାରେ, କେମିତି ପିନ୍ଧିପାରେ, ସବୁ ତା ଭିତରେ ପଶିଯାଉଛୁ। ସେ ତୋର ପ୍ରତିଛବି ଦେଖାଇ ପାରୁଛି, ତୁ ତା ଭିତରେ ନିଜକୁ ପ୍ରତିଛବି ଦେଖିପାରୁଛୁ। ତ ସେମିତି ଜୀବନରେ ତୁ ସ୍ୱଚ୍ଛ ହେବାକୁ ଚେଷ୍ଟା କର, ଆଉ ନିଜର ପରିଶ୍ରମ ବଳରେ ତୁ ନିଜକୁ ଏମିତି ତିଆରି କର ଯେ କି ତୋତେ ଦେଖି ଲୋକ ଉଦାହରଣ ଭାବନ୍ତୁ, ତୋ ଭିତରେ ତାଙ୍କ ନିଜର ପ୍ରତିଛବି ଦେଖନ୍ତୁ ଯେ ମୁଁ କେମିତି ଆ ଭଳିଆ ଦେଖାଯିବି, ଆ ଭଳିଆ କାମ କରିବି, ଇଏ କେମିତି ବଢ଼ିପାରୁଛି, ମୁଁ କେମିତି ବଢ଼ିପାରିବି। ସତ ନା ଆଜ୍ଞା? ତ ସବୁବେଳେ ନା ଜୀବନରେ ନିଜକୁ ସ୍ୱଚ୍ଛ କରିବାକୁ ଚେଷ୍ଟା କରନ୍ତୁ। ସେଠୁ ସେଇ ପିଲାଟି ତା'ର ନିଜ କଥା ବୁଝିପାରିଲା ଏବଂ ସେଦିନଠୁ ଶପଥ ନେଲା କି ମୁଁ ପରିବେଶ ବଦଳାଇବା ଅପେକ୍ଷା ନିଜକୁ ବଦଳାଇ ଦିଏ। ନିଜେ ଏମିତି ସ୍ୱଚ୍ଛ ହେବା ଦରକାର, ନିଜେ ଏମିତି ସତ୍ୟତା ହେବା ଦରକାର, ନିଜକୁ ଏମିତି ପ୍ରମାଣ କରିବା ଦରକାର, ଦୁନିଆରେ ଆପଣଙ୍କୁ ଦେଖି ଲାଗିବ ହି ଇଜ୍ ଦ ବେଷ୍ଟ, ୟୁ ଆର୍ ଦ ବେଷ୍ଟ। ତାକୁ ଏମିତି ହେବା ଦରକାର। କେବଳ ଆଜ୍ଞା ସ୍ୱଚ୍ଛ କପଡ଼ା ପିନ୍ଧିଦେଲେ ସବୁ ଜିନିଷ ସୁଧୁରି ଯାଏନି। ସ୍ୱଚ୍ଛ ମନୋଭାବ ବି ଦରକାର, ସ୍ୱଚ୍ଛ ପରିବେଶ କରିବା ଦରକାର। ଆମେ ସବୁବେଳେ କମ୍ପ୍ଲେନ୍ କରୁ ସେ ଏଇଟା କଲାନି, ସେ ସେଇଟା କଲାନି। ତାଙ୍କୁ ସ୍ୱଚ୍ଛ କରିବା ପୂର୍ବରୁ ନିଜକୁ ଆଗ ସ୍ୱଚ୍ଛ ହେବା ଦରକାର। ନା କ'ଣ କହୁଛନ୍ତି ଆପଣମାନେ? ଯେମିତି ଆଇନା ସ୍ୱଚ୍ଛ, ସେମିତି ଆପଣ ନିଜକୁ ସ୍ୱଚ୍ଛ କଲେ ବହୁତ ଦୁନିଆ ଆଗକୁ ବଦଳିଯିବ। ମୁଁ ସତ କହିଲି ନା? ଯଦି ସତ କହିଲି ତାହେଲେ କମେଣ୍ଟ ବକ୍ସରେ ଗୋଟେ କମେଣ୍ଟ ଦେବେ ଆଉ ଫଲୋ ବଟନ୍ ଟିକେ ଦବାଇ ଦେବେ। ଧନ୍ୟବାଦ, ଅପେକ୍ଷା ରହିବି।